ଥରେ ଗିଆଁ ଖାଇବାକୁ ମୋର ପ୍ରବଳ ଇଚ୍ଛା ହେଲା, କିନ୍ତୁ ସ୍ୱାମୀ ତ ଘରେ ରୁହନ୍ତି ନାହିଁ। ତେଣୁ କ'ଣ କରିବି ଏମିତି ଚିନ୍ତା କରୁ କରୁ ମୋର ଜଣେ 18 କି 17 ବର୍ଷର ଜଣେ ପୁତୁରା ଅଛି। ସେଇ ପୁତୁରାକୁ ପଟେଇଲି ଏବଂ ତାର ସେଇ କଷି ବାଣ୍ଡରୁ କେମିତି ଘଣ୍ଟା ଘଣ୍ଟା ଧରି ଗିଆଁ ଖାଇଥିଲି ସେଇ ବିଷୟରେ ମୁଁ ଆଜି ଆପଣମାନଙ୍କୁ ଏଇ ଭିଡ଼ିଓରେ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ହେଉଛି ରୋଜି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ ପ୍ରିୟା ଟ୍ୟୁବ୍ ଚ୍ୟାନେଲ। ଏହି ଚ୍ୟାନେଲରେ ଆପଣମାନେ ଏହି ପ୍ରକାର ହଟ୍ ଗିଆଁ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ହଟ୍ ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଆସନ୍ତୁ କିପରି ମୋର ପୁତୁରାକୁ ପଟାଇ ତା ପାଖରୁ ଘଣ୍ଟା ଘଣ୍ଟା ଧରି ଗିଆଁ ଖାଇଥିଲି ସେହି ବିଷୟରେ ମୁଁ ଆଜି ଆପଣଙ୍କୁ ଡିଟେଲ୍ସ କହୁଛି। ମୋ ସ୍ୱାମୀ ବାହାରେ ରୁହନ୍ତି। ସେ ବାହାରେ ରହି ଚାକିରି କରନ୍ତି, କମ୍ପାନୀ ଚାକିରି। ଛୁଟି ଫୁଟି ସେମିତି ବେଶୀ ମିଳେ ନାହିଁ, ତେଣୁ ସେ ସଦାବେଳେ ଘରକୁ ଆସିପାରନ୍ତି ନାହିଁ। କିନ୍ତୁ ମୁଁ ହେଉଛି ପୁରୁଣା ବେଦ୍ୟ। ମୋତେ ସଦାବେଳେ ଗିଆଁ ଖାଇବାକୁ ଇଚ୍ଛା ହୁଏ। ମାସଟାରେ ଆପାତତଃ 7ରୁ 8 ଥର ଗିଆଁ ନ ଖାଇଲେ ମୋ ବିଆ ଶାନ୍ତି ହୁଏ ନାହିଁ। ମୋ ବିଆ ଖାଲି ଗଲୁ ମାରେ। ତେଣୁ ସ୍ୱାମୀ ନଥିବା ସମୟରେ ମୁଁ କ'ଣ କରେ ନା ମୋବାଇଲରେ ବିପି ଦେଖେ ଏବଂ ମୋ ବିଆରେ ହାତ ବୁଲାଏ, ମୋ ଦୁଧକୁ ଚିପେ। ଏମିତି କରି ମୁଁ ଖାଲି ସାମାନ୍ୟ ଟିକେ ଶାନ୍ତି ପାଏ, କିନ୍ତୁ ସମ୍ପୂର୍ଣ୍ଣ ଶାନ୍ତି ପାଇପାରେ ନାହିଁ। ତ ଏମିତି ବହୁତ ଦିନ ଚାଲିଲା। ମୋତେ ବି ବହୁତ କଷ୍ଟ ଲାଗୁଥିଲା। ତେଣୁ ମୁଁ ଆଉ କ'ଣ କରିବି କିଛି ତ ବୁଦ୍ଧି ପାଇପାରୁନଥିଲି। ମୋର ଜଣେ ପୁତୁରା ଥିଲା, ତାର ବୟସ ପାଖାପାଖି 18 କି 19 ହେବ। ତ ସେ ପୁତୁରା ମୋ ସହିତ ବହୁତ ମିଶେ। ତେଣୁ ମୋ ମନକୁ ଥରେ ଆସିଲା ଯେ କିପରି ସେ ପୁତୁରାକୁ ପଟେଇବି ଏବଂ ତା ପାଖରୁ ଗିଆଁ ଖାଇବି। ଏଇ କଥା ମୋ ମନ ଭିତରେ ଥାଏ। ଥରେ ମୁଁ କ'ଣ କଲି ନା ମୋ ପୁତୁରାକୁ ସକାଳେ କହିଲି, ଆରେ ତୋର ଆଜି କ'ଣ କିଛି କାମ ଅଛି କି? ସିଏ କହିଲା, କାହିଁକି? ମୁଁ କହିଲି, ଆଜି ଟିକେ ଆମେ ବାଡ଼ିକୁ ଯାଇଥାନ୍ତୁ। ଆମ ସେଠାରେ ଚାଷବାସ ଯେଉଁ ହୋଇଥିଲା ଟିକେ ଦେଖା ଦେଖି କରି ଆସିଥାନ୍ତି, ଆଉ ମୋତେ ଟିକେ ସେଟାକୁ ନେଇଯିବ। ସେ ବି କହିଲା, ହଉ ଠିକ୍ ଅଛି। ତାପରେ କ'ଣ କଲା ନା ସେ ଦିନ ପାଖାପାଖି 10ଟା ହେବ ସେ ଆସି ପହଞ୍ଚିଲା। ଆସି କହିଲା, ବାଡ଼ିକି ପରା ଯିବ କହୁଥିଲ? ମୁଁ କହିଲି, ହଁ। ଏବଂ ମୁଁ କ'ଣ କଲି ନା ଗାଧୋଇ ରେଡ଼ି ହୋଇଗଲି ଏବଂ ତା ସହିତ ଆମ ବାଡ଼ିକୁ ଗଲି। ଆମ ବାଡ଼ିରେ କିଛି ସମୟ ଏପଟେ ସେପଟେ ବୁଲାବୁଲି କରିସାରିଲା ପରେ ମୁଁ ତାକୁ କହିଲି, ତୁ ଗୋଟେ କାମ କର, ତୁ ସେଇ ଘର ଭିତରେ ବସ, ଆଉ ମୁଁ ଟିକେ କାମ ସାରିଲି, ତାପରେ ଆମେ ଘରକୁ ଯିବା। ତ ଆମ ସେ ବାଡ଼ିରେ ଗୋଟିଏ ଛୋଟ ଘର ଥିଲା। ତ ସେଇ ଘର ଭିତରେ ସେ ବସିଲା। ମୁଁ ତାକୁ କ'ଣ କଲି ନା ମୋ ମୋବାଇଲଟିକୁ ତା ପାଖରେ ଦେଇ ମୁଁ ବାଡ଼ି ପଟକୁ ଚାଲିଗଲି। କିଛି ସମୟ ବାଡ଼ିରେ ବୁଲାବୁଲି କରିସାରିଲା ପରେ ମୁଁ ପୁଣି ତା ପାଖକୁ ଫେରି ଆସିଲି। ମୁଁ ଆସି ଯେତେବେଳେ ଘର ଭିତରକୁ ପଶିଯାଏ, ସେ କ'ଣ କରିଛି ନା ମୋ ମୋବାଇଲରୁ ଖୋଲି ମୋ ମୋବାଇଲରେ ବସି ବିପି ଦେଖୁଛି। ତ ମୁଁ ଯେତେବେଳେ ପଛପଟରୁ ପହଞ୍ଚି ଗଲି, ସେ ଇତସ୍ତତ ହେଇଗଲା। ମୁଁ କହିଲି, ଆରେ କ'ଣ ତୁ ବିପି ଦେଖୁଥିଲୁ? ସେ କହିଲା, ନାଇଁ ମୁଁ ଏମିତି ଖୋଲି ଦେଇଥିଲି। ମୁଁ କହିଲି, ନା ମୁଁ ଦେଖୁଛି ତୁ ବହୁତ ସମୟ ଧରି ସେ ବିପି ଦେଖୁଥିଲୁ। ତାପରେ ସେ ଲାଜେଇଗଲା, ଆଉ କିଛି କହିଲା ନାହିଁ। ମୁଁ ତାକୁ ପଚାରିଲି, ଆଉ ବିପି ଦେଖିଲୁ କ'ଣ ତୋତେ କେମିତି ଲାଗୁଛି କହ? ସେ ଖାଲି ହସିଲା। ମୁଁ କ'ଣ କଲି ନା ତା ପାଖରେ ଯାଇ ବସି ପଡ଼ିଲି ଏବଂ ସିଧା ତା ବାଣ୍ଡଟିରେ ହାତ ମାରିଦେଲି। ତାପରେ କହିଲି, ତୁ ବିପି ଦେଖି ଦେଖ କେମିତି ତୋ ବାଣ୍ଡ ପୁରା
ଷ୍ଟ୍ରଙ୍ଗ ହେଇଯାଇଛି। ଆଉ ତୁ ମୋତେ କହୁଛୁ ଯେ ମୁଁ ବିପି ଦେଖି ନାହିଁ ବୋଲି। ସେ ଆଉ କିଛି କହୁନଥିଲା। ଏଇ ମୌକାରେ ମୁଁ କ'ଣ କଲି ନା ତା ଭାଣ୍ଡ ଉପରେ ଖାଲି ହାତଟିକୁ ବୁଲେଇ ବୁଲେଇ ମାରୁଥିଲି। ସେ ସେତେବେଳକୁ ପୁରା ଉତ୍ତେଜିତ ହେଇସାରିଥିଲା। ତେଣୁ ସେ ଖାଲି ଏତିକି କହିଲା, ମୋତେ ଆଉ କିଛି ଭଲ ଲାଗୁନି, ତମେ ହାତ ମାରନି, ତମେ ହାତକୁ ଉଠାଇ ନିଅ। ମୁଁ କହିଲି କାହିଁକି? ତୁ ଯେତେବେଳେ ବିପି ଦେଖୁଥିଲୁ ତୋତେ ବହୁତ ମଜା ଲାଗୁଥିଲା, ଆଉ ଏବେ ଭାଣ୍ଡରେ ହାତ ମାରିଲେ କାହିଁକି ତୋତେ କଷ୍ଟ ଲାଗୁଛି? ସେ କହିଲା, ନାଇଁ କଷ୍ଟ ନୁହେଁ ଯେ ମୋତେ କେମିତି ଅଡ଼ୁଆ ଅଡ଼ୁଆ ଲାଗୁଛି। ତେଣୁ ମୁଁ ତାପରେ କ'ଣ କହିଲି ନା ତୁ କେବେ କାହାକୁ ଡେଇଁଛୁ? ସେ କହିଲା, ନାଇଁ ମୁଁ କେବେ କାହାରିକୁ ଡେଇଁ ନାହିଁ। ମୁଁ କହିଲି ତାହେଲେ ଗୋଟେ କାମ କର, ତୁ ଆଜି ମୋତେ ଡେଇଁ। ସେ ପୁରା ଚମକି ପଡ଼ିଲା। ସେ କହିଲା, ନାଇଁ ନାଇଁ, କାଳେ କିଏ ପହଞ୍ଚିଯିବ, କାଳେ କ'ଣ ଅସୁବିଧା ହେଇଯିବ। ମୁଁ କହିଲି, ଆରେ କିଛି ଅସୁବିଧା ହେବ ନାହିଁ। ତୁ ତ ବିପି ଦେଖି ପୁରା ଶିଖି ନେଇଛୁ କେମିତି ଡିଆଁ ଡେଇଁ ହୁଏ, ତ ସେମିତି ତୁ ମୋତେ ଆଜି ଡେଇଁ। ଏଇ କଥା କହି ମୁଁ କ'ଣ କଲି ନା ତାକୁ କୁଣ୍ଢେଇ ଧରିଲି। ସେ ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ। ତାପରେ ମୁଁ କ'ଣ କଲି, ତା ବେକରେ ତା ଗାଲରେ ଚୁମା ମାରିବାକୁ ଲାଗିଲି। କିଛି ସମୟ ଯେତେବେଳେ ମୁଁ ଚୁମା ମାରିଛି, ସେ ଆଉ ନିଜ ଆୟତ୍ତରେ ରହିପାରିଲା ନାହିଁ। ସେ କହିଲା, ତମେ ଟିକେ ଶୋଇପଡ଼, ମୁଁ ତୁମକୁ ଡେଇଁବି। ତାପରେ ମୁଁ କ'ଣ କଲି ନା ସେଇ ଖଟ ଉପରେ ଶୋଇପଡ଼ିଲି। ମୋ ଲୁଗାକୁ ଖୋଲିଦେଲି ଏବଂ ମୋ ବ୍ଲାଉଜ୍ ଖୋଲି ମୋର ବଡ଼ ବଡ଼ ଦୁଇଟି ଦୁଧକୁ ତା ମୁହଁ ପାଖରେ ଆଣି ରଖିଦେଲି। ତାକୁ କହିଲି, ତୁ ଏ ଦୁଧକୁ ଭଲ ଭାବରେ ଚାଟ। ତାପରେ ସେ କ'ଣ କଲା ନା ମୋ ଦୁଧକୁ ଚାଟିବାକୁ ଲାଗିଲା। କିଛି ସମୟ ଦୁଧକୁ ଚାଟି ସାରିଲା ପରେ ତାର ହାତ ଆସ୍ତେ ଆସ୍ତେ ମୋର ବିଆ ପଟକୁ ଗଲା ଏବଂ ମୋ ବିଆରେ ସେ ହାତ ବୁଲାଇଲା। କିଛି ସମୟ ହାତ ବୁଲେଇ ସାରିଲା ପରେ ମୁଁ ତାକୁ କହିଲି, ତୁ ଗୋଟେ କାମ କର, ତୋର ପେଣ୍ଟଟିକୁ ଖୋଲିଦେ। ଏବଂ ସେ ମଧ୍ୟ ସେୟା କଲା। ପିନ୍ଧିଥିବା ବରମୁଣ୍ଡାକୁ ସେ ଖୋଲିଦେଲା ଏବଂ ତା ଲମ୍ବା ଭାଣ୍ଡଟି ପୁରା ବାହାରକୁ ବାହାରି ପଡ଼ିଲା। ମୁଁ ଆଉ ବିଳମ୍ବ ନ କରି ତାର ସେଇ ଭାଣ୍ଡ ଉପରେ ମୋ ମୁହଁକୁ ଲଗେଇଦେଲି ଏବଂ ଚୁଚୁମିବାକୁ ଲାଗିଲି। କିଛି ସମୟ ଚୁଚୁମି ସାରିଲା ପରେ ସେ ପୁରା ପାଗଳ ଭଳିଆ ହେଇଗଲା। ସେ କହିଲା, ମୁଁ ଆଉ ସମ୍ଭାଳି ପାରୁନାହିଁ, ତମେ ମୋତେ ଶୀଘ୍ର ଡେଇଁବାକୁ ଦିଅ। ଏହା କହି ସେ କ'ଣ କଲା ନା ମୋ ବିଆରେ ତା ଜିଭକୁ ମାରି ମୋ ବିଆକୁ ପୁଣି କିଛି ସମୟ ଚାଟିଲା। ତାପରେ ଆସ୍ତେ ଆସ୍ତେ ତାର ଭାଣ୍ଡକୁ ମୋ ବିଆ ଭିତରେ ପଶେଇଲା ଏବଂ ଡେଇଁ ଚାଲିଲା ପାଖାପାଖି 15ରୁ 20 ମିନିଟ୍ ପର୍ଯ୍ୟନ୍ତ ନିର୍ଦ୍ଧୁମ ଭାବରେ ଡେଇଁ ଚାଲିଲା। ମୋତେ ସେତେବେଳେ ବହୁତ ମଜା ଲାଗୁଥିଲା। ମୁଁ ଖାଲି ଏମିତି ହେଉଥାଏ ଏବଂ ତାକୁ ପୁରା ଚାପି ଧରିଥାଏ। କିଛି ସମୟ ସେମିତି ଡେଇଁ ସାରିଲା ପରେ ମୁଁ କ'ଣ କଲି ନା ଉଠି ପଡ଼ିଲି। ପୁଣି ତାକୁ ତଳେ ଶୁଆଇ ଦେଇ ତା ଭାଣ୍ଡକୁ ଆଉ କିଛି ସମୟ ଚାଟିଲି। ତାପରେ ତା ଭାଣ୍ଡ ଉପରେ ମୋ ବିଆକୁ ନେଇ ପଶେଇ ଦେଲି। ତାକୁ ତଳେ ଶୁଆଇ ମୁଁ ତାକୁ ଡେଇଁବାକୁ ଲାଗିଲି। ଏମିତି ଅଧଘଣ୍ଟା ପର୍ଯ୍ୟନ୍ତ ମୁଁ ତାକୁ ଡେଇଁଲି। ଏଇ ଡେଉଁଥିବା ସମୟରେ ତା ଭାଣ୍ଡରୁ ସବୁ ପାଣି ବାହାରିଗଲା। ମୁଁ କହିଲି, ଆରେ କ'ଣ କଲୁ, ସବୁ ପାଣି ବାହାର କରିଦେଲୁ? ସେ କହିଲା, ମୁଁ କିଛି ଜାଣିପାରିଲି ନାହିଁ, ମୋର ତ ଆପେ ଆପେ ବାହାରିଗଲା। ମୁଁ କହିଲି, ହଉ ଠିକ୍ ଅଛି। ପୁଣି କ'ଣ କଲି ନା ତା ଭାଣ୍ଡକୁ ପୁଣି ଚାଟିଲି। ପାଖାପାଖି 3ରୁ 4 ମିନିଟ୍ ତା ଭାଣ୍ଡକୁ ଚାଟି ସାରିଲା ପରେ ପୁଣି ତା ଭାଣ୍ଡ ଷ୍ଟ୍ରଙ୍ଗ ହେଇଗଲା। ମୁଁ କହିଲି, ଏଥର ମୋତେ ତୁ ପଛ ପଟରୁ ଡେଇଁ। ତାପରେ ମୁଁ ଖଟରେ ପେଟେଇ ଶୋଇଲି। ସେ ଖଟ ତଳେ ଛିଡ଼ା ହୋଇ ମୋ ଗାଣ୍ଡି ପଟରୁ ମୋ ବିଆରେ ତା ଭାଣ୍ଡକୁ ପଶେଇଲା। ପାଖାପାଖି ଅଧଘଣ୍ଟା ଧରି ଏମିତି ଡେଇଁଲା। ସେ ଡେଉଁଥିବା ସମୟରେ ମୋ ବିଆରୁ ମଧ୍ୟ ସବୁ ରସ ବାହାରିଗଲା। ମୁଁ ପୁରା ଶାନ୍ତି ପାଇଗଲି। ଆମେ ଦୁଇଜଣ ସେଦିନ ପାଖାପାଖି 2 ଘଣ୍ଟା ଧରି ଏମିତି ଡିଆଁ ଡେଇଁ ହେଇଥିଲୁ। ବହୁତ ମଜା ନେଇଥିଲୁ ଏବଂ ଦୁଇଜଣ ପୁରା ଶାନ୍ତି ପାଇଯାଇଥିଲୁ।
ଏହାପରେ ଆମେ ବହୁତ ଥର ସେମିତି ଆମ ବାଡ଼ିକୁ ଯାଇ ନିଆଁ ହେଇଛୁ। ଏସବୁ ବିଷୟରେ ମୁଁ ପରବର୍ତ୍ତୀ ଭିଡ଼ିଓରେ ଆପଣଙ୍କୁ କହିବି। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।